ତା 21/1/2024 ଦିନ ଖଡ଼ିଆଳ ଇନ୍ଦ୍ରନଗର ସ୍ଥିତ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ଅଫିସରେ ଧନମତୀ ଖରସେଲଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧନେଶ୍ୱର ବନ୍ଦିଛୋର ସଭାପତିତ୍ୱ କରିଥିଲେ। ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ନୂଆପଡ଼ାର ମୁଖ୍ୟ ଟୁଲୁ ବାବୁ ଓ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରାଜ୍ୟ ସାଧାରଣ ସମ୍ପାଦିକା ଇଶାନୀ ଷଡ଼ଙ୍ଗୀ ତାଙ୍କର ଦାବି ଉପରେ ଅମୂଳଚୂଳ ଭାବରେ ଆଲୋଚନା ହୋଇଥିଲା। ଜିଲ୍ଲାରେ 28 ମାସର ବକେୟା ଭତ୍ତାରୁ ହୋଇଥିବା ଓ ପିଏମ୍ ଘୋଷଣା ଯୋଜନା ଟ୍ରେନିଂର ବକେୟା ପ୍ରାପ୍ତରୁ ବଞ୍ଚିତ ହୋଇଥିବା ପାଚିକା ସହାୟିକାମାନଙ୍କୁ ଯଥାଶୀଘ୍ର ପାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ଫେବୃଆରୀ 16 ଶିକ୍ଷା ସ୍ୱାସ୍ଥ୍ୟ ସାମାଜିକ ସୁରକ୍ଷା ପାଚିକାମାନଙ୍କର ନିରାପତ୍ତା 45ତମ ଓ 46ତମ ଶ୍ରମ ସମ୍ମିଳନୀରେ ସୁପାରିଶଙ୍କୁ ଲେବର ଲରେ ପରିଣତ କରି କାର୍ଯ୍ୟକାରୀ କରିବା ଏବଂ ସର୍ବନିମ୍ନ ମଜୁରୀ 26,000 ଭତ୍ତା ଟଙ୍କା ବିଦ୍ୟାଳୟରେ ସରକାରୀ ମାନ୍ୟତା ବର୍ଷକୁ 2 ଖଣ୍ଡ ଶାଢ଼ୀ 12 ମାସର ବକେୟା ଦରମା କେରଳ ରାଜ୍ୟରେ 14,000 ପାଉଥିବା ବେଳେ ଆମ ରାଜ୍ୟରୁ ସରକାର କେନ୍ଦ୍ର ଓ ସରକାର କାହିଁକି ବଞ୍ଚିତ କରୁଛନ୍ତି ସେଥିପାଇଁ 16 ଫେବୃଆରୀ ଓଡ଼ିଶାରେ ମଧ୍ୟାହ୍ନ ଭୋଜନ କର୍ମଚାରୀମାନେ ରୋଷେଇ ବନ୍ଦ କରି MP ମାନଙ୍କର ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବେ ଏବଂ ଫେବୃଆରୀ 24 ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟମାନ ଘେରାଉ କରାଯିବ। AITUC ୟୁନିୟନ ନୂଆପଡ଼ା ଜିଲ୍ଲାର 4ଗୋଟି ବ୍ଲକରେ ଯଥା ସିନାପାଲି ଖଡ଼ିଆଳ କୋମନା ଓ ନୂଆପଡ଼ା ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ଆମ୍ବ ରୋଷେଇ କରି AITUC ୟୁନିୟନ ନୂଆପଡ଼ା ଜିଲ୍ଲା କମିଟିରେ ସାମିଲ ହୋଇଥିଲୁ। କିନ୍ତୁ AITUC ୟୁନିୟନ ନୂଆପଡ଼ା ଜିଲ୍ଲା କମିଟିର କର୍ମକର୍ତ୍ତାମାନେ ଆମ ପାଚିକାମାନଙ୍କୁ ମନ ଇଚ୍ଛା ପଇସା ମାଗି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ପୁଲିସ କେସ୍ କରି ଆମର ପାଚିକା ସହାୟିକାମାନଙ୍କୁ ବହୁତ ହଇରାଣ ହରକତ କରି ମାନସିକ ଶାରୀରିକ ନିର୍ଯାତନା ଦେଇ ଆମ୍ଭକୁ ବାରମ୍ବାର ରାତ୍ରି 11ଟା-12ଟା ସମୟରେ ଫୋନ୍ କରି ଧମକ ଦେବାରୁ ଆମେ ସମସ୍ତେ ବିଚଳିତ ହୋଇ ଭୟରେ ରହିଥିଲୁ। କିନ୍ତୁ ଆମ୍ଭେମାନେ ନିଷ୍ପତ୍ତି ନେଇଛୁ AITUC ୟୁନିୟନ ଛାଡ଼ି ଦେଇ ନୂଆପଡ଼ା CITU ୟୁନିୟନ ଜିଲ୍ଲା କମିଟିରେ ସାମିଲ ହେବା ପାଇଁ ଲିଖିତ ହିସାବରେ ଜଣାଉଛୁ। ନୂଆପଡ଼ା ଜିଲ୍ଲାରୁ କାର୍ତ୍ତିକ ଦୁରିଆଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।